କରୁଛନ୍ତି ମୁଖ୍ୟମନ୍ତ୍ରୀ କ'ଣ କରୁଛନ୍ତି ଜବାବ ଦିଅନ୍ତୁ ଆଜି ତାଙ୍କର ଗାଦି ଛାଡ଼ନ୍ତୁ ଯଦି ସମ୍ଭାଳି ପାରୁନାହାନ୍ତି ଆଇନ ଶୃଙ୍ଖଳାକୁ ଯଦି ସମ୍ଭାଳି ପାରୁନାହାନ୍ତି ଶୀଘ୍ର ଗାଦି ଛାଡ଼ନ୍ତୁ ଦେଖନ୍ତୁ ବିଜେଡି ସବୁବେଳେ ନାରୀମାନଙ୍କ ସୁରକ୍ଷା ପାଇଁ ଲଢ଼ିଛି ସବୁଦିନ ନାରୀମାନଙ୍କ ସୁରକ୍ଷା ପାଇଁ ଆମେ ଲଢ଼େଇ କରୁଛୁ କିନ୍ତୁ ଯଦି ଅପରାଧୀ ଭୟ ନ କରିବେ ଯଦି ଗୃହ ବିଭାଗ ତାର କାର୍ଯ୍ୟ ନ କରିବ ଯଦି ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ନ ରଖିବେ ତାହେଲେ କାହାକୁ କୁହାଯିବ ଏଇ ସରକାର ଯଦି ନିଦା ବିଷ୍ଣୁ ହେଇଥିବେ ଏଇ ସରକାର ଯଦି ମୁକ ବଧିର ହେବେ ଯଦି ମହିଳାମାନେ ଆଖି ଆଗରେ ଗୋଟିଏ ମାସରେ 4 ଜଣ ମହିଳା ଦଗ୍ଧ ହେଇକି ମଲେଣି ତଥାପି ମୁଖ୍ୟମନ୍ତ୍ରୀ ଗୃହ ବିଭାଗ କିଛି ଶୁଣୁନାହିଁ କିଛି ଜାଣିପାରୁନାହିଁ କ'ଣ ପାଇଁ ଅପରାଧ ବଢ଼ି ବଢ଼ି ଯାଇଛି ମହିଳାଙ୍କ ଉପରେ କ'ଣ ପାଇଁ ଆଜି ମହିଳା ରାଜରାସ୍ତାରେ ଘରେ ଫିଲ୍ଡରେ ଆଜି ବିଚ୍ରେ କୌଣସି ଜାଗାରେ ସେ ସୁରକ୍ଷିତ ନୁହଁ ଏଥିପାଇଁ ଦାୟୀ କିଏ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବରେ ଦାୟୀ ଏବଂ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଆମେ ଇସ୍ତଫା ଦାବି କରୁଛୁ ସରକାର ଆଇନ ଶୃଙ୍ଖଳାକୁ କାହିଁକି ନିୟନ୍ତ୍ରଣରେ ଆଣୁନାହାନ୍ତି କାହିଁକି ବିପର୍ଯ୍ୟସ୍ତ ହେଇଛି ଆଇନ ଶୃଙ୍ଖଳା ମହିଳାମାନଙ୍କୁ ସୁରକ୍ଷା ଦେବା ନାଁରେ ସବୁ ମହିଳା ଆଜି 3,500 ମହିଳା ଗଣ ଦୁଷ୍କର୍ମ ଶିକାର ହେଲେଣି। Birla Global University, a hub of excellence in education, admissions open for UG and PG programs. Apply now.